ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା ଦ୍ୱାରାସିନୀ ମନ୍ଦିରରୁ ଚୋରି ଅଭିଯୋଗ। ମନ୍ଦିରରେ ଥିବା ମାଙ୍କର ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଗତ 3 ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ। ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ। ପରେ ତୁରନ୍ତ ସିନ୍ଧେକେଲା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରକୁ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ମୋ ନାଁ ସୁଶାନ୍ତ ଥନାପତି, ଦ୍ୱାସିନୀ ମନ୍ଦିର ସେବାୟତ। ଆଉ ଆଜି ସକାଳୁ ଆମେ ଜାଣିଲୁ ଯେ ଦ୍ୱାସିନୀ ମନ୍ଦିରର କିଛି ରୂପା ଆଉ ସୁନା ଯେନ୍ଟାକି ତାଲା ଭାଙ୍ଗିକରି ଚୋରି ହେଇছে ବୋଲିକରି। ଆଉ ଏଇଟା 3 ଦିନ ହେଇଗଲା। ଆମର ଜଣେ କାକା ଜଣେ ଖରାପ ହେଇଛନ୍, ସେଥିଲାଗି ଆମେ ନେଇ ଯିବାର ସେବାୟତ ମାନେ। ଆଉ ଯେହେତୁ ମନ୍ଦିର ଯେନ୍ତା ପୂଜା ହେସି ସେନ୍ତା ପୂଜା ହେଉଛେ, ଆଉ ଛତ୍ରିଆ କଇଟା ମନ୍ଦିର ଦାୟିତ୍ୱ ସଫା ହେଇଥିଲା। ଆଉ ପୁଲିସ ବି ସୋର ପାଇଲା ପରେ ପହଞ୍ଚିଥିଲା ତଦନ୍ତ କରବାର୍ ଲାଗି। ଆମେ ଚାହୁଁଛୁ, ଆମର ଦାବି ଅଛେ ଯେତେ ଜଲ୍ଦି ହେବା ଏ ଚୋର ମାନକେ ଧରା ଯାଉ, ସେଟା ଏକା ଆମର ଦାବି। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।